ଅନେକ ଘରର ପାଚେରୀ କାନ୍ଥରେ ଦେଖିବାକୁ ମିଳେ କୁକୁରମାନଙ୍କ ପ୍ରତି ସାବଧାନ। ସମାଜରେ କିଛି ବିଷାକ୍ତ ମଣିଷ ଦେହରେ ଯଦି ଲେଖା ହୋଇଥାନ୍ତା ଯେ ମଣିଷ ପ୍ରତି ସାବଧାନ, ତାହେଲେ ନିରୀହ ମଣିଷମାନେ ରକ୍ଷା ପାଇଥାନ୍ତେ। ଲୋକେ ଏଠି ନୂଆ ନୂଆ ସମ୍ପର୍କକୁ ବହୁତ ଭଲ ପାଇଥାନ୍ତି, ଆଉ ପୁରୁଣା ହୋଇଗଲେ ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୂରେଇ ଯିବାକୁ ଚେଷ୍ଟା କରନ୍ତି। ଏମିତି କିଛି କଷ୍ଟ ଥାଏ ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ। ନୀରବତା ହିଁ ଯଥେଷ୍ଟ ହୋଇଥାଏ। ଶିକ୍ଷକ ଚିଲିକା ହେଲେ ପିଲାମାନେ ପକ୍ଷୀ, ଶିକ୍ଷକ ମଧୁ ବାସ୍ନା ଭରା ଫୁଲ ହେଲେ ପିଲାମାନେ ମଧୁମକ୍ଷୀ। ନ ହେଉଥିବା କାର୍ଯ୍ୟ କରିଦେଇଥା, ପ୍ରଭୁ ଇଚ୍ଛା ବଳିୟାନ। ଅସମ୍ଭବ କାର୍ଯ୍ୟ ଫଳବତୀ ହୁଏ, ଚାହିଁଲେ ଚକା ନୟନ। ହାରିଗଲେ ଦୁଃଖ କରନ୍ତୁ ନାହିଁ। ଜୀବନରେ ହାରିବା ବି ନିହାତି ଦରକାର, କାହିଁକି ନା ହାରିବା ହିଁ ଜିତିବା ପାଇଁ ନୂଆ ଉର୍ଜା ସୃଷ୍ଟି କରେ। ଜୟ। ସ୍ୱାର୍ଥପର ଦୁନିଆ, ଏ ଦୁନିଆରେ କେହି କାହାର ନୁହନ୍ତି। ଆବଶ୍ୟକ ପଡ଼ିଲେ ସମସ୍ତେ ସମ୍ପର୍କ ଗଢ଼ିଥାନ୍ତି, ଆଉ ଆବଶ୍ୟକ ପୂରଣ ହୋଇଗଲେ ସମସ୍ତେ ଭୁଲି ଯାଆନ୍ତି। ଜୟ। କାମ ଥିଲାବେଳେ ଏତେ ସମୟ କୋଉଠୁ ଆସେ ମୁଁ ଜାଣିନି। କାମ ସରିଗଲା ପରେ କୁହନ୍ତି ମୁଁ ବ୍ୟସ୍ତ ଅଛି, ପରେ କଥା ହେବା। ଏମାନେ ହେଲେ ସେଇ ମଣିଷ ଯାହାକୁ ସ୍ୱାର୍ଥପର କୁହନ୍ତି। ଠିକ୍ କଥା ନା ବନ୍ଧୁ? ସଦା ସର୍ବଦା ସମୟ ଉପରେ ଧ୍ୟାନ ଦିଅନ୍ତୁ। କେବଳ ନିଜେ କହୁଥିବେ ଓ ଅନ୍ୟ କାହାକୁ କହିବାର ସୁଯୋଗ ଦେବା ବି ଠିକ୍ ନୁହେଁ। କହିବାର ପାଳି ଆସିଲେ ତର୍କ ସଙ୍ଗତ କଥା କୁହନ୍ତୁ। କମ୍ ଶବ୍ଦରେ ବହୁତ କିଛି କହିପାରିଲେ ଏହା ଦୀର୍ଘ ସମୟର ଭାଷଣ ଠାରୁ ବି ଅଧିକ ଭାବରେ ପରିଲକ୍ଷିତ ହୁଏ। ସଂକେତର ପ୍ରୟୋଗ କରନ୍ତୁ ନାହିଁ। କଥାବାର୍ତ୍ତା କରିବା ବେଳେ ସଂକେତର ବ୍ୟବହାର ଯଥାସମ୍ଭବ କମ୍ କରନ୍ତୁ। କିଛି ଖରାପ ଲାଗିଲେ ମୁହଁ ମୋଡ଼ିବା, ଆଖି ମାରିବା ବା ଇଙ୍ଗିତ କରି କାହାକୁ ଡାକିବା ଏସବୁ ଖରାପ ଅଭ୍ୟାସ ଅଟେ। ଯେଉଁ ସଂକେତ ଦ୍ୱାରା କାହାକୁ ଖୁସି ମିଳେ ସେମିତି ସଂକେତର ପ୍ରୟୋଗରେ କିଛି କ୍ଷତି ନାହିଁ, କିନ୍ତୁ ଯେଉଁ ସଂକେତର ପ୍ରୟୋଗରେ କାହାକୁ ଟିକେ ମାତ୍ରାରେ ବି ଦୁଃଖ ହୁଏ ଏମିତି ସଂକେତ ପ୍ରୟୋଗ କରିବାର ଅଭ୍ୟାସ ଥିଲେ ବି ସେ ଅଭ୍ୟାସ ଛାଡ଼ିବାକୁ ଚେଷ୍ଟା କରନ୍ତୁ। ଅଁଳା ଖାଇବାର ଫାଇଦା। ଅଁଳା ଖାଇଲେ ହାର୍ଟ, ବ୍ଲଡ ପ୍ରେସର, ଡାଇବେଟିସ୍ ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ନିୟନ୍ତ୍ରଣ ହୋଇଥାଏ। ସକାଳୁ ଖାଲି ପେଟରେ 2ଟି ଅଁଳା ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଁଳା ଖାଇଲା ପରେ ସଠିକ୍ ପରିମାଣରେ ପାଣି ପିଇବା ଉଚିତ। ଅଁଳା କୋଲେଷ୍ଟ୍ରଲ ମାତ୍ରାକୁ ହ୍ରାସ କରୁଥିବାରୁ ହାର୍ଟ ଆଟାକର ଆଶଙ୍କା କମ୍ ଥାଏ। ଅଁଳାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି କ୍ୟାନ୍ସର ଶରୀରରେ କ୍ୟାନ୍ସର ସେଲକୁ ନିୟନ୍ତ୍ରଣ କରିଥାଏ। ଅଁଳାରେ ଥିବା ଭିଟାମିନ୍ ଏ ତ୍ୱଚାକୁ କୋମଳ ରଖିବା ସହ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଅଁଳାକୁ ଖାଲି ପେଟରେ ଖାଇଲେ ଶରୀରରେ କୋଲାଜେନ୍ ବୃଦ୍ଧି କମ୍ ହୋଇଥାଏ। ଅଁଳା ମସ୍ତିଷ୍କ ଓ ଶରୀରକୁ ଆରାମ ଦେବା ପାଇଁ ସାହାଯ୍ୟ କରିଥାଏ। ଏଥିପାଇଁ ଅଁଳା ପାଉଡରକୁ ମହୁ ସହ ମିଶାଇ ଖାଆନ୍ତୁ। ଜୟ ଶ୍ରୀ ଜଗନ୍ନାଥ।